ଦର୍ଶକ ବନ୍ଧୁ, ଆଜି ମୁଁ ଜୀବନ ଏବଂ ମୃତ୍ୟୁର ରହସ୍ୟର କିଛି ଅଂଶ କହିବାକୁ ଯାଉଛି। ମୃତ୍ୟୁ ପରେ ପ୍ରେତାତ୍ମା କେତେ ଦିନ ରହେ ଘରେ ଏବଂ କ'ଣ କଲେ ପ୍ରେତାତ୍ମା ଘର ଏବଂ ଏ ପୃଥିବୀକୁ ଛାଡ଼ିଯାଏ, ସେ ବିଷୟରେ ମୁଁ କହିବାକୁ ଯାଉଛି। ମୃତ୍ୟୁ ପରେ ଆତ୍ମା ଘରେ କେତେ ଦିନ ରହେ ଏବଂ କ'ଣ କରେ? ମଣିଷର ଜୀବନ ଶେଷ ସତ୍ୟ ହେଉଛି ମୃତ୍ୟୁ, କିନ୍ତୁ ମୃତ୍ୟୁ ପରେ ଆତ୍ମା ସହଜରେ ଛାଡ଼ିଯାଏନି। ପୁରାଣ ଓ ଲୋକବିଶ୍ୱାସ କୁହେ ଆତ୍ମା 13 ଦିନ ପର୍ଯ୍ୟନ୍ତ ଘର ଓ ପରିବାର ସହିତ ରହେ। ପ୍ରଥମ 3 ଦିନ ଆତ୍ମା ନିଜ ଦେହ ପାଖରେ ରହିଥାଏ। ସେ ବୁଝିପାରେ ନାହିଁ ଯେ ସେ ପ୍ରାଣ ଛାଡ଼ି ଦେଇଛି ବୋଲି। ସେ ପରିବାରଙ୍କ ସହ କଥା ହେବାକୁ ଚାହେଁ, କିନ୍ତୁ କାହାରି କାନରେ ସେଇ ଧ୍ୱନି ତାହାର ପହଞ୍ଚିପାରେ ନାହିଁ। ଚତୁର୍ଥ ଦିନରୁ 7ମ ଦିନ ପର୍ଯ୍ୟନ୍ତ ଆତ୍ମା ନିଜ ଘର, ସମ୍ପତ୍ତି, ପୂଜାସ୍ଥଳୀକୁ ଦେଖିବାରେ ବ୍ୟସ୍ତ ରହେ। ପରିବାର ପକ୍ଷରୁ ପିଣ୍ଡଦାନ ଓ ଜଳଦାନ କରାଯାଏ, ଯାହା ଆତ୍ମାର ସୂକ୍ଷ୍ମ ଆହାରରେ ସାହାଯ୍ୟ କରେ। 8ମରୁ 10ମ ଦିନ ଆତ୍ମାର ବିଚଳିତ ବଢ଼ିଯାଏ। ସେ ବୁଝିପାରେ ମୁଁ ପୃଥିବୀର ନୁହେଁ, କିନ୍ତୁ ପ୍ରେମରେ ବାନ୍ଧି ରହେ। ପରିବାରକୁ ଛାଡ଼ି ଯିବାକୁ ତାର ଇଚ୍ଛା ହୁଏ ନାହିଁ। ପରିବାରକୁ ସୁରକ୍ଷା ଦେବାକୁ ସେ ଚାହେଁ, କିନ୍ତୁ ସେ କିଛି କରିପାରେ ନାହିଁ। 11 ଓ 12 ଦିନ ପୁରୋହିତ ପିଣ୍ଡଦାନ କରନ୍ତି, ହବନ କରନ୍ତି, ତିଳ ଓ ତଳଦାନ କରିଥାନ୍ତି। ଏହାକୁ ପ୍ରେତ ଶ୍ରାଦ୍ଧ ବୋଲି କୁହାଯାଏ। ଏହି କ୍ରିୟାରେ ଆତ୍ମାର ପଥ ସ୍ପଷ୍ଟ ହୋଇଯାଏ। 13 ଦିନ ଏହି ଦିନ ଆତ୍ମା ଘରକୁ ଶେଷ ଥର ପାଇଁ ଦେଖେ ଓ ପୂର୍ବଜମାନଙ୍କ ସହିତ କିମ୍ବା ଯମଦୂତଙ୍କ ସହିତ ଆତ୍ମା ପରଲୋକକୁ ଯାତ୍ରା କରେ। ପରିବାର ବଡ଼ ପୂଜା, ଦାନ, ଅନ୍ନ ବ୍ରାହ୍ମଣଙ୍କୁ ଦିଆଯାଏ ଓ ସମ୍ମାନ ମଧ୍ୟ କରିଥାନ୍ତି। ମୃତ୍ୟୁ ପରେ ଆତ୍ମା 13 ଦିନ ପର୍ଯ୍ୟନ୍ତ ଘରେ ରହେ। ଏହି ସମୟରେ ପ୍ରାର୍ଥନା, ଜପ, ଦାନ, ସତ୍ସଙ୍ଗ ଆତ୍ମାର ପରଲୋକ ଯାତ୍ରାକୁ ସହଜ କରେ। ଆମେ ସବୁବେଳେ ପୂର୍ବଜଙ୍କୁ ସ୍ମରଣ କରିବା ଉଚିତ। ତାହାର ଆଶୀର୍ବାଦରେ ଘରେ ଶାନ୍ତି ରହେ। ଦର୍ଶକ ବନ୍ଧୁ, କିପରି ଲାଗିଲା ଟିପ୍ସଟି ଜଣାଇବେ, ଲାଇକ୍ କରିବେ ଏବଂ କମେଣ୍ଟ କରି ଜଣାଇବେ। ନୂଆ ହେଇଥିଲେ ସବସ୍କ୍ରାଇବ୍ କରିବେ। ରହୁଛି।